ମା ବା ପଣତରେ ଲାଗିଗଲା ଭାବିଲେ ଏସବୁ ଅଶୁଭ ବୋଲି ସେଇଥିପାଇଁ ଦୀପଟାକୁ ଲିପେଇ ଦେଇଛି। ବ୍ରାହ୍ମଣ ନା ପଳେଇଛ ନିଆଟା ଲାଗିଗଲା ଏଇଟା ମଙ୍ଗଳର ତୋର କିଏ ସାହସ ଆଜି ମୋ ପୁଅର ବାହାଘର ସେଇଥିପାଇଁ ମୁଁ ତୋତେ କ୍ଷମା କରିଦେ ନହେଲେ ଚିନି କାନ୍ତୁ ଶଳା ମୁଁ କେଡ଼େ ବଡ଼ ଚୁଟି ଚିନ୍ତା ଥର ଏମିତି ଆଉ କେବେ ଭୁଲ ହବନି ମତେ କ୍ଷମା କରିଦିଅନ୍ତୁ। ତତେ ଖାଲି କ୍ଷମା କରିଦେବେ ତୁ ଭୁଲ ମାଗି ଦଉଛୁ। ଆରେ ସାରେ ଏ ଟକାକୁ ସାରେ ଜମାରୁ ଛାଡ଼ନି ସେଟା ଛୋଟ ଲୋକଙ୍କୁ ମୁଣ୍ଡ ଉପରେ ବସେଇଲେ ଏମିତି ଶାସନ କରିବି। ଶୁଣ ଏଇ ଥରକ ପାଇଁ ତତେ କ୍ଷମା କରିଦଉଛି ଆଉ ଦ୍ୱିତୀୟ ବାର ଯେମିତି ଏମିତି ଭୁଲ ନ ହୁଏ ମନେ ରହେ ଯେମିତି ମହାନ୍ତି ଆଜ୍ଞା ସାରେ ଏ ଟକାକୁ ଜମାରୁ ଛାଡ଼ିଲାନି ସାରେ କଣ କହିବ ଏ ଟକାକୁ ଆମେ କେମିତି ଭାବିଲ ମହାନ୍ତି ମୁଁ ଏଇଟାକୁ ଏମିତି କ୍ଷମା କରିଦେବି। ଆରେ ମୁଁ କଣ ସେଇ କଥା କହୁଛି ଏ ସବୁ ସୂତ୍ରର ମୋ ପାଖେ ମୋତେ ଟିକେ ଅଛ ବାଛି କହିଲେ ସାରେ ସାରେ ଏଇଟାକୁ ଆଜି ପନିସମେଣ୍ଟ କଥା ଶୁଣ ମୁଁ ନ କହିବା ଯାଏ ଏ ମନ୍ଦିର ବାହାରେ ଏମିତି ଢୋଲ ବଜାଉଥିବ ସେ ପର୍ଯ୍ୟନ୍ତ ମୁଁ ନ କହିଛି ଆଉ ମୁଁ ନ କହିବା ପୂର୍ବ ଯଦି ଢୋଲଟା ବନ୍ଦ ହୋଇଯାଏ ଶୁଣ ତୋ ପିଠିରେ 700 ପାହାର ଚାବୁକ ବଳ ବସିବ। ସାରେ ଇଏ ହୋଇନା ସାରେ ଆପଣ ଏତିକି ବେଳେ ଗୋଟେ କଥା କହିଲେ ମନକୁ ପାଇ ସାରେ ୟାକୁ ଛାଡ଼ନି ୟାକୁ ପୁରା ହଣ୍ଟରେ ବାଡ଼େଇ ବାଡ଼େଇ ତାକୁ ବଜା ବଜା ଢୋଲ ବଜା ଏମିତି ଢୋଲ ବଜାଇବୁ ଯେ ଯେମିତି ଲୋକ କେହିବେ ରାଜା ଘର ବାହାଘର ହଉ ବଜା ବଜା ଢୋଲ ଢୋଲ ବାଜିବ ଆଉ ଏମିତି ଢୋଲ ବାଜିବ ଏ ରାଜା ହବ ସେଟା କମ୍ପି ଉଠିବ। ଆଜି ପରା ରାଜାଙ୍କ ପୁଅର ବାହାଘର ଆଜି ମୋ ଦେହରେ ଯେତେ ବଳ ଅଛି ସବୁବେଳେ ମୁଁ ଢୋଲରେ ଛାଡ଼ିଦେବି। ବଜା ବଜା ଢୋଲ ବଜା ମୋ ଢୋଲ ମାଡ଼ ଶୁଣି ଚାଲି ଆସିଲେ ଯେ ଏ ଲୋକମାନେ ଦେଖିଲେ କଣ ଭାବିବେ ଜାଣିଛ ମେମ୍ ସାହେବ ଆମ ବସ୍ତିରେ ନା ରାଣୀ ବୋଲି ଗୋଟେ ଝିଅଟେ ଥିଲା ସେ ଠିକ ଏମିତି ମୋ ଢୋଲ ମାଡ଼ ଶୁଣି କାଗେଳିଙ୍କ ପରି ମୋ ପାହାକୁ ଦୌଡ଼ି ଆସୁଥିଲା। ସେଦିନର ଗୋଟିଏ ଭୁଲ ପାଇଁ ସେ ମୋ ପାଖରୁ ଏତେ ଦୂରକୁ ଚାଲିଗଲା ଯେ ଆଉ ଜମା ଫେରିଲାନି। ଜମିକୁ ଉଠିଲେ ଯେ ତମ ପରିଚୟଟା କଣ? ତମକୁ ଏଇ ଢୋଲିଆର ନିୟମ ଦୟାକରି ତମ ପରିଚୟଟା ଦିଅନ୍ତୁ। ସୋସ୍ତର ଭାଇ Papa
नहीं रत्ना भाई वो तुमको इतने पसंद नहीं मिली तुम्हें को रत्ना भाई कहीं कल कपला भाई नहीं चाहिए तुम्हें बुलाओ जब वो छाती ना बनेगा नहीं रत्ना भाई मुझे आगे आता नष्ट हो गए मोरी सासना मुझे তাহলে তাহলে এই বাহাদুর আর এই বধূবৎস শঙ্কর ভাই ভাই দোকান ভরে মতে রাজা ঘরে বিক্রি করে দিয়েছি তোমার পিছনে ভাই আমাদের রাজা মারিছি এসব হচ্ছে সেই রাজা বাহানা হ্যালো কি বাহানা ও বড় সন্তান নির্বাচনে বিধায়ক ভাই তোমার কোনো কথা বিশ্বাস করে কথা ହାତ ଗୋଡ଼ ଅଗଳି ଭିତରେ ତୁ ପଶିଗଲୁ ରାଣୀ ତତେ ଜମା ବଞ୍ଚିବାକୁ ଦେବେନି ତତେ ଏଠି ଛଟପଟ କରି ମାରିବେ नहीं तो भाई तुम पर मो पाखे अछ तुम मो पाखे देले मोर सब जंत्रणा दूर होई जीवा ରାଣୀ और से बड़े परवश है इधर आ जी हमारे प्रेमी का साथ चौराहे रहते वाले सुंदर अति सुंदर तेरा मोर भूल जाई चाह कहना तो मते को जते मारो तो तमे मते मारो उठी केले भी प्रतिवाद करी नहीं ନିଜର ପ୍ଲିଜ୍ ତମେ ତାକୁ ମାର ନା ତମେ ତାକୁ ଛାଡ଼ି ଦିଅ हाँ ମୁଁ ତାକୁ ଛାଡ଼ିଦେବି ତୁ ତାକୁ କୁଣ୍ଡେଇବୁ नहीं ମଜା ନବୁ नहीं ହଏ ଆଗୁରୁ ଆଗୁରୁ पूर्ण खूब करती जब मैं एकटा मत मारो मैं मस्त रास्ते बात याकू मारिले ताकू काटुची ताकू मारिले याकू काटुची इच्छा तो होती है टोकीटाकू एडी जल्दी जी मार दियो देखो ये बड़ा मीडिया और विरोधी दल भय एनको बंचाई रखिବାକୁ ବାଧ୍ୟ କରୁ तमने एती दिन आओ कुछ नहीं ऐसी कोटा आई मीन रिजर्वेशन सबसे बंचिବାର ବାଧ୍ୟ କରୁଛି ଆସନ୍ତା ଇଲେକ୍ସନ ଜୀବିକା ବିଧାନ ମଣ୍ଡଳୀର ପଛୁଆ ବର୍ଗ ପାଇଁ ସୁରକ୍ଷିତ ରହିବ ସେଥିପାଇଁ ବାବା କହିଲେ ଅଜାତି ଘରର ଝିଅଟା ଘରେ ଥାଉ ଦରକାର ବେଳେ କାମରେ ଆସିବ ହେଲେ ତୁ ସାରି କ'ଣ କରିବେ ଶେଷରେ ମୋରି ଘରେ ଢୋଲିଆଟା ବୁଡ଼େଇ ଧରିଲୁ देखो मोर भूल जाई सती भाई तो मते क्षमा कर दियो मुझे काहे भूल करबे ए ढोलिया उतार दो এইটা শিক্ষা সমিতি এই রাজা ঘর তালিকা তৈরি কাজ দিবতা এটা বড় দায়িত্ব
ତ ମୋ ରାଣୀକି ଛାଡ଼ିଦେ ତାହେଲେ ନା କନରେ ପିଟି ପିଟି ମାରି ମାରି ମାରିଦେବି তোর মনে রাখিবা উচিত তুই রাজা ঘরে চাকরি করিছু তু হেউছে রাজা ঘর চাকর ତମ ଭଳି ଅମଣିଷ ପାଖରେ ଚାକିରି କରିବା ଅପେକ୍ଷା ବିଷ ବି ମରିଯିବା ଶହେ ଗୁଣରେ ଭଲ କଣ କରିବେ ମଣିଷ ସବୁବେଳେ ନିଷ୍ପେଷିତ ମଣିଷ ଗୁଡାକ ଅନ୍ୟ ଅତ୍ୟାଚାର ସହିପାରନ୍ତିନି ଦରକାର ପଡ଼ିଲେ ହାତ ଉଠେଇ ମାଳ ମାରି ପାରନ୍ତି ମାଳ ଆଲୋ ରାଣୀ ତତେ ମୁଁ କଂସେଇ ଘର ଭିତରେ ଛାଡ଼ି ଦେଇ ଯାଇପାରିବିନି ତତେ ମୁଁ ଆମ ଘରକୁ ନେଇଯିବି ଭଲରେ କହୁଛି ମୁଁ ହାତ ଛାଡ଼ ଛାଡ଼ ମୋ ହାତ ମୋ ଭୁଲ ପାଇଁ ମୁଁ ମାଡ଼ ଖାଉଛି ବାଗୁଲା ବାବୁ ମୋର ଭୁଲ ହେଇଗଲା ବାବୁ ମୁଁ ଜାଣିନଥିଲି ରାଣୀଟା ରାଜା ଘରର ବୋହୂ ଆଉ ମୁଁ ତା ପାଦକୁ ସରୁ ନୁହଁ ତା ହାତ ଧରି ବହୁତ ବଡ଼ ଭୁଲ କରିଦେଇଛି ମତେ କ୍ଷମା କରିଦିଅନ୍ତୁ ବାବୁ ଏମିତି ଭୁଲ ଆଉ କେବେ ହବନି ମୁଁ ଆସୁଛି ରାଜା ଘରର ବୋହୂ ଯଦି କେତେବେଳେ ମୋ କଥା ତମର ମନେ ପଡ଼େ ଯେତେବେଳେ ଭାବି ନବ ସେଇ ରାସଳ ପାହାଡ଼ ମୁଣ୍ଡିଆ ଉପରେ ଭାସି ଯାଉଥିବା ମେଘ ସିଏ ହେଉଛି ମୁଁ ଆଉ ସେତେବେଳେ ଏତେ ଦୂରକୁ ଚାଲି ଯାଇଥିବି ଯେ ଆଉ ଜମା ପାରିବିନି আরে চালিଯିବୁ କେମିତି ମତେ ମାରିଲୁ କିରା ଯେତିକି ମାରିଲୁ ସେତିକି ମାରବାଟି ଖାଇବୁ ନା ଆଟା କରିକି ଆଛୁ କଣ ରାଣୀ ନାଇଁ ମୁଁ କେବେ ହାତ ଉଠେଇ ତାକୁ ମାଡ଼ ମାରି ପାରିବିନି ପାରିବିନି ମୁଁ ପାରିବିନି ଘରେ ରାଣୀ ଆଉ ତୁ ଠିଆ ହୋଇ ରହିଲୁ କାହିଁକି ଆରେ ମତେ ମାର ମା ଆରେ ତୁ ମତେ ମାରିଲେ ମତେ ଜମା କଷ୍ଟ ହବନି ଆଲୋ ପ୍ରେମିକାର ସିନା ସ୍ତ୍ରୀ ହେଇପାରିଲୁନି ଯଶୋଦା ମା ମତେ ତ ଶାସନ କରିପାରିବୁ ଆଲୋ ରାଣୀ ଯଶୋଦା ମା ମୋ ଭୁଲ ପାଇଁ ମତେ ଶାସ୍ତି ଦେ ତତେ ତୋ ରକ୍ତ ଭାଇର ରାଣ
প্রশাসনের গণি নেলু কাম করতর উপায় করিল ইন্সপেক্টর ଆପଣ ଜଣେ ଆଇନର ରକ୍ଷକ ହୋଇ ମୋତେ ମର୍ଡର କରିବାକୁ ବାଧ୍ୟ କରିପାରୁଛନ୍ତି କେନ ଆମର ଆଇନର ରକ୍ଷକ ନା ସେ ମାଗୁଣି ମନ୍ତରାଜର ପୋଷା ଗୁଣ୍ଡା ଆଇନର ରକ୍ଷକ ଭାବିପାରୁ ପ୍ରକାଶ୍ୟ ମାଗୁଣି ମର୍ଦ୍ଦରାଜର ପୋଷାକ ସେଥିପାଇଁ ମୁଁ କିଛି ବି କରିପାରେ ଆବଶ୍ୟକ ପଡ଼ିଲେ ତତେ ମୁଁ ଏନକାଉଣ୍ଟର କରିଦେଇପାରେ କରିଦିଅନ୍ତୁ ଏନକାଉଣ୍ଟର ଆପଣଙ୍କ ବନ୍ଧୁକର ଗୁଡ଼ିଏ ଛାତିରେ ଲଟ୍ ଲଟ୍ କରି ବସେଇ ଦିଅନ୍ତୁ ହେଲେ ମୁଁ ସେ ବିନୁ ଡଲିଆକୁ ମାରିପାରିବିନି କାହିଁକି ମାରିପାରିବୁନି ଭାଇ ସେ ବିନୁ ଡଲିଆ ମୋ ଶାରୀର ଖୁସି ଭବିଷ୍ୟତ ସବୁ କିଛି କେମିତି ମୋ ଶାରୀର ଶଙ୍କା ସିନ୍ଦୁର ପଛି ତାକୁ ବିଧବା ସଜାଇ ଦେଇପାରିବି କେବେ ବି ମୁଁ ତା ଖୁସି ଚଢ଼େଇ ନେଇପାରିବିନି ଏ କାହାଣୀର ଗୁଡ଼ିଏ ଶାରୀ ଚରିତ୍ରଟା ପୁଣି କିଏ सारी मो प्रेमिका अनाथ मिला वाला को बचिबार राह देखाई से जदि तो प्रेमिका तू हराम दादा को बाहर काट भाई तू सला बोदा छकाटा ता दिल खुश करी पाइलु सेठी पैसा दादा थाई से बेलू ढोलिया को बाहर हे गला इंस्पेक्टर ना बा सवा सेठीटा किछि जानि पाइलु एठी मो पर गरम देखछु आ सला तोड़ारे 8टा मर्डर केस ଆଉ ଗୋଟେ ଯଦି ମର୍ଡର କରିଦେବୁ କ୍ଷତି କଣ ନା ମୁଁ ମର୍ଡର କରିପାରିବି ଏବେ କାହିଁକି ପାରିବୁନୁ କାହିଁକି ନା ସିଏ ପରା ମୋ ଶାରୀର ଖୁସି ଭବିଷ୍ୟତ ସବୁ କିଛି ଏବେ ସାରା ତାକୁ ଗୋଟେ ରାତି ପାଇଁ ମୋର କ୍ୱାର୍ଟରକୁ ନେଇଆ ତାକୁ ମୁଁ ଟିକେ ଏନ୍ଜୟ କରିବି ସାରା ଆରାମ ଦାଦା ମୋ ଶାରୀର ଆଉ ପଦେ କହି ମୋ ପାଟିରୁ ଜୀବନଟା ଟାଣି ଆଣିବେ ସାରା ମୋ ବଳି ଗଲେ ପୋଲିସ ଫୋନକୁ ହାତ ଉଠାଇଲୁ ମୁଁ ତ ଦାଟ କରିବି এইটি মোর টিকে দেখছিল আরে দাদা মার নহলে হুইস্কিটা পাটরে ঢাইলে একা থরকে শান্তি ওহো সারে আপন এমনি রাগুଛନ୍ତି কাহিଁକି আরে রাগে যেମିତି ଚିଲଉଛନ୍ତି ନା ମୁଁ ପୁରା ଧୋତିରେ ନଥିବା ପାଇଁ ଏ ବାଷ୍ଟଟା ମୋ ଉପରକୁ ହାତ ଉଠାଇଛି ମୁଁ ଆଜି ଏଇଠି ଏନ୍କାଉଣ୍ଟର କରିବି বাঘ ঘুমুলে শিকার এলে ভাগুনি মর্দরাজ ঘুমুলে খালি লাশ করে লা আরে মারিବାକୁ ଚାହିଁଥିଲା ପୁରୁଣା ପ୍ରେମିକ ନଜରରେ ପଡ଼ିଗଲା ଭାବ ପଡ଼ିଗଲା
ବୁଝୁଛୁ ସାରେ ଆମର କେବେ ବଟା ଦୟାର ଅବତାର ଜାଣିଲୁ କେ ସାରେ ସାରେ କେତେ ଭଲ ଲୋକ ତୁ ଜାଣିଛୁ କ୍ଷମା କରିଥିବାରୁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛି ହେଲେ ମୋ ଶେଷ କଥାଟା ବି ଶୁଣି ରଖନ୍ତୁ। ଆରେ କଣ ତ ଶେଷ କଥା ମୁଁ ଆଜିଠାରୁ ବଡ଼ କି ରାହାଜାନି କରିବି ନାହିଁ। ମୁଁ କଣ ତୋତେ ବାଧ୍ୟ କରୁଛି ଓ ସାରା କନ୍ୟାଶକର ଧର୍ମଶକ ବଲଟି করে ଏ ସମାଜ କଣ ତୋତେ କ୍ଷମା କରିଦବ ଶୁଣ ଓ ନାରେ 8ଟା ମର୍ଡର କେସ୍ ଆଉ 24ଟା ଡକାୟତ କେସ୍ ଆଉ ପୋଲିସ ତୋତେ ଇନକାଉଣ୍ଟର କରିବ ଇନକାଉଣ୍ଟର ମରିଗଲେ ହୁଏତ ଶାନ୍ତିରେ ନିଶ୍ୱାସ ମାରେ ହେଲେ ଆଉ ଏ ପାପ କାମ କରିପାରିବି। अरे नको नाही बे नाही तू मोठं खोली प्रवचन दबू प्रवचन तू ते मागुरी मोठा धंद वन वे ଏଠିକି ଆସିବା ଯେତେ ସହଜ ଫେରି ଯିବା ଫେରି ଯିବେ ଫେରିବ ଏ ବାଲାର ପାଦ ଦୁଇଟା ପୁଣି ଥରେ ପଛକୁ ଫେରିବ ଆଉ ଏ ସମାଜର ମଙ୍ଗଳ ପାଇଁ ନିୟୋଜିତ କରିବ। ଆଜିଠାରୁ ଧନ୍ଦା ମୋର ବାଲା ଏ ସମାଜର ମଣିଷ ପାଇଁ ବଞ୍ଚିବାକୁ ଚେଷ୍ଟା କରିବ। ଦିଅନ୍ତୁ ସାର୍ ଏଠାକୁ ମୁଁ ଏନ୍କାଉଣ୍ଟର କରିବି ସାରେ আরে বালাটা পাগলা মুন্ডরে কোন কহিলু তাকু টিকে ক্ষমা করে দিও ସାରେ ସାରେ ବାଲାଟା ଆମର ଭଲ ପିଲା ସେ କ'ଣ ଗୋଟେ କହିଦେଲି ତାକୁ ଟିକେ କ୍ଷମା କରିଦିଅ শুনো বড়া মহান্তি ଆଜ୍ଞା এ বালাকে ভিতরକୁ নেই যা ହଁ ଆଜ୍ଞା তাকু রেস্ট দিও রেস্ট সময় সুবিধা দেখি মু তা সহিত কথা হবি କଥା ମନରେ କରିବୁ ସାରେ ଆମର ଘରକୁ ଚାଲି পাগলা ঘুমুরিলে শিকার এলে মাগুরি মর্তরাজ ঘুমুরিলে খালি লাশ করে कुछ समझ में नहीं आया ये कैसा कहानी है बुझिल इन्स्पेक्टर अरे आगो को चिलिका विधान निर्वाचन आसु मो बहु सेठी प्रतिद्वंदी करिवो प्रतिद्वंदी ଆଉ ଏସରାକୁ ଯଦି ମୁଁ ଛାଡ଼ି ଦେବି ଏସରା ବିରୋଧୀ ଦଳ ସଙ୍ଗେ ମିଶି ମୋ ଗଛି କାଟି ଆଉ ପାଗରେ ଥିଲେ କାମରେ ଆସେ ଆପଣ ଯୋଉ ବାହାର ରସଗୋଲା କଥା ମତେ କହୁଥିଲେ ସେ କଥା ଭୁଲିଗଲେ ବୋଧେ। ତୁ ଚାଲା ଚୁଟିଆଟା ଆରେ ମୋ ବହୁ ରାଣୀ କଥା କହୁଛ ତ ଠିକ ଅଛି ଇନ୍ସପେକ୍ଟର କଲିକତାରେ ଦାନ୍ତ ଘଷି ବସିଥା ପାଗଲକୁ କହିବି ସମୟ ସୁବିଧା ଦେଖି ତମ କ୍ୱାର୍ଟରକୁ ପଠେଇ ଦବ ମତେ କିନ୍ତୁ ପ୍ରବଳ ଭୋକ ତାକୁ ଯଦି ମୋ କ୍ୱାର୍ଟରକୁ ନ ପଠାନ୍ତି ତାହେଲେ ବାଧ୍ୟ ହୋଇ ଆପଣଙ୍କ ବଙ୍ଗଳାରେ ବସି ଖାଇ ଦେଇ ଆସିବି। କିଏ ମନା କଲା ଇନ୍ସପେକ୍ଟର ଏ ମାଗୁରୀ ମର୍ତ୍ତରାଜ ମନର ଭୋକ କଥା ଭଲ ଭାବେ ବୁଝିପାରେ ଯେତେବେଳେ ଇଚ୍ଛା ହବ ଆସି ଟିକେ ଚାଖି ଦେଇଯିବ ନା ମୁଁ ବାରମ୍ବାର ଏଠାକୁ ଆସିବି। ଆରେ କିଏ ମନା କଲା ଇନ୍ସପେକ୍ଟର କେତେ ଇଚ୍ଛା ସେତେ ଆସିବ ଆଉ ଚାଖି ଦେଇଯିବ ମସୁଛି ଇନ୍ସପେକ୍ଟର ତୁ ସାରା ଚୁତିଆଟା Chutbul kurkure. Sonra her
পকা লাড়ু আটা বাগুনি বর্তমান তো ঝিও রানী তো বহু রানী নুয়ে তো ঝিও সাথী মধ্য ମୋ ଟାର୍ଗେଟରେ ସମୟ ସୁବିଧା ଦେଖି ଏମିତି ଘାଣ୍ଟି ଦେବି ଯେ ପୁରା ପୋଖରୀଟା ଗୋଳି ଫିଟିଯିବ କାହିଁକି ନା ଓ ଆଇସି ଚୁଲବୁଲ କୁରକୁରେ ସେ ସ୍ୱର ହେ ଏ ଲୟ ଯାହା କର ସବୁ ସ୍କାଲ साली नॉनसेंस मारिकी ना मते टिके स्त्री सुख देई परनु तते सोंटा खाइ दे घर बज्जा तो मारिकी ना बाहर हो ଖାଇଲା ବୋଲି ମାଇଲୁ ମତେ ବାପ ଘର ଚାଲେ ଝୁରେ ମତେ ଏଇଠି ମୋର ବର୍ତ୍ତମାନ 8 ମାସର ତ ସପ୍ତାହ ବର୍ତ୍ତମାନ ପିଲାଟା ବାହାରିବ କହୁଛି ବାହାରି ପାରୁନି ଏଇଠି କ'ଣ କରିବି କହିଲ ଏଇ ସମୟ ତମେ ଯୋଉ ପ୍ରେସର ପକଉଛ ନା ତମେ ମଣିଷ ନାଇଁ ଗରମ ମେସିନ୍ ए अन्नानी କ'ଣ हेई पारिबन इच्छा हेइछ माने तते आज मु छाड़ीबिनी एठी तो तोर लोगा गाड़ी वस्तु रन करबी आ तो अगियारे ए विशाल फेडारा पुराना हन सब करबी ତମେ ଆଉ କ'ଣ ବାକି ରଖିଛ କହିଲ ଆରେ ଏ ବୟସରେ ତମେ ଯାହାକି କରିଛ ମୋ ଅବସ୍ଥା ଏଇଠି ଯୋଉ ଅବସ୍ଥା କରିଛ ନା ତମକୁ ଗୋଟେ ଶାସ୍ତି ଦେବାକୁ ପଡ଼ିବ ଦେଖୁଛନ୍ତି ଏଇଠି ତମେ ଯୋଉ ହରଣ ଗୁଣ ମିଶାଣ କରିଛ ସେଇଟା ମୋର ଇଏ ଗୁନ୍ଧରା ଖୁସିଲା ମୋର ପୁରା ସବୁ ବାହାରି ପଡ଼ିଛି ଆଉ ସେ କାମ କରିବି ଆଉ ନାହିଁ ବା हेई अन्नानी अंगेरी खसाई देबी ସେ କିଣି ଖସି अल्लाह बजाती बाइक ना जग्गा तो मोर हेटी एडे बड़ अटारिका कोल्ला किए ଏଡ଼େ ଗୋଟେ ଅଟଲା କଲା କେ କିଏ କଲା ତମେ କହି କରିଛ କଲା କିଏ କହୁଛ अल्लाह बजा नहीं फुल कोन मु कोली ତୁ କହି ନା କିଏ କରିଛି ତମେ କହିଲ ତା କିଏ କରିଛି କହିଲ ଏଇଠି ମୋର ଯୋଉ ଅବସ୍ଥା ତମେ ଏମିତି ଆଉ କହିବ ମୋ ଅବସ୍ଥା ରହିବନି ମୁଁ ମରିଯିବି ଏଇଠି ତମେ ପୁରା ମତେ ଇଏ 18 ଡଲା ପୋଲ ସେ କୌଣସି ପୁରୁଷ ଘଣ୍ଟା ପାଲଟି ସାର ତାପରେ ଆଉ କ'ଣ କହିବୁ हेटी मो कुन्नमुनी କୁର୍ଣ୍ଣମଣି ନା ଶୁଣ। ହଁ बदनी ବଦନି मो प्राण सज्जनी हेटी मो कुन्नमुनी ए आउ नकरे अभिमान आस चलो सेठी बसिबा आउ एई थरक आउ बाध्य करबी ମୁଁ ଆଉ ପାରିବିନି ଶୁଣ ଆସ ଆଉ ବାସ ତୁ ଯା ବାଧ୍ୟ କରିବି ନାଇଁ ଆଉ ତମେ ଖାଉ ଥାଉ ମୁଁ କାଳେ ଶୁଣଟାକୁ ମୋ ହାତକୁ କଷ୍ଟ ଦେବି କହୁଛି। ନାଇଁ ମୁଁ ତ ଆଉ ପାରିବି ନାହିଁ Hey, my sweetheart, Wadani. I love you. Asa. Asa. କହୁଛ ମୋ ଅବସ୍ଥା ରହିବଟି ନାଇଁ ମୋତେ ଛାଡ଼ିବି ଏ ଅବସ୍ଥାରେ ମୁଁ ଆଉ ଛାଡ଼ିଦେବ ମୋତେ ହେଇଛି ଛାଡ଼ିବିନି ଇଚ୍ଛା ହେଇଛି ମାନେ ଆଜି କରିବି ନା କ'ଣ ନ ଦେଖିଲେ ଆଜ ନେତ୍ର ଖାଇରେ ଦଇବ ଏଠି ସନ୍ଧ୍ୟା ଗର୍ଭରେ ଛୁଆ ଗାଈ ବାଳ ପକାଉଛି ଖାସ ସେଇଥିପାଇଁ କବି ପଦେ ଲେଖିଲେ ଏଠି ଗାଈ ମାଳ ମାଳ ସନ୍ଧ୍ୟା
ଆଜି ଦେଖିଛି ମୋ କଥା ପଳାଇଲେ ଛୁଆ ବାହାରି ପଡିବ ହେଇଟି ବଦନି ଆଉ ଥରେ ଇଚ୍ଛା ହେଲାଣି ନାଇଁ ଆଉ ଚାଲ ବେ ହଁ ଜାଗାରେ ଯାଇକି ଲାଗିଗଲା ଆଉ ହଁ ହଉ ତାର ମଧ୍ୟ ପ୍ରତିକାର ଅଛି ନା ଦେଖିଲୁ ତା ଅବସ୍ଥା ଶଳାଟା ଝାଡା କରି ସାଇଲାଣି ରଖିଥିଲା ଶଳା ସବୁ ଗଳେଇ ସାଇଲାଣି ଛି ବୋପାଲୋ କି ଆମ୍ବିଳା ଗନ୍ଧ ଆରେ ନାଇଁ ରେ ଆରେ 18 ଦିନ ଅନୁ ଆରେ ଖାଲି ଟିକେ ବୁଟ ଡାଲି ମୁଗ ଡାଲି କରିଥିଲି ତାକୁ ହାତରେ ଗୋଳିଆ ଗୋଳି କରି ଖାଇଦେଇଛି ସେଇଥିପାଇଁ ମୋର ତ ପ୍ରେସରରେ ପିଚକିରି ବାହାରି ମୋ ଖବର ମୋ ଧନ ମୋ ସୁନା ତମେ କୋଉ ଘର ଛୁଆ କଣ ହେଲାଣି କହିଲ ମୁଁ କେତେ ଆଶା କରିଥିଲି এই বাড়িয়া বুড়াটু ছড়াই নেই তমুকু মো হিরোইন করিম বলি শেষরে তুমি মাইরু অন্ডিরা হয়ে গেল আরে তুই মতে মাইরু অন্ডিরা আরে মাইরু অন্ডিরা কর দে মু আগে কষ্ট আউ সম্ভালি আরে করি খাসাইতি পাই খাসাইতি পাই এই রাত্রি 4টারে মু ধাই আসিছি কিন্তু গোটে কন্ডিশনরে আরে তো কন্ডিশনরে মু সব রাজি রে তো কন্ডিশনরে মু সব মতে মাইকি না অন্ডিরা কর দে তাহলে তুমি রাজি হ্যাঁ আমার রাজি হও কিন্তু কথা কইছি মানে সেটা করিবি হ্যাঁ তুমি অন্ডিরারু মাই হবা ଆଉ ସିଏ ମାଇରୁ ଅଣ୍ଡିରା ହବ କିନ୍ତୁ ସିଏ ମାଇରୁ ଅଣ୍ଡିରା ହେଲା ପରେ ମୋ ସହିତ ମୋ ସିଧା ମୋ ଘରକୁ ଯିବ ତମେ ମୋ ମାଇକିଟାକୁ ନେଇଯିବ ଏଇ ନାଇଁ ନାଇଁ ମୋ ଘର ଆଇ ବଦନି ବଦନି ବେ ଆଉ ଥରେ ଯିବା ଇଚ୍ଛା ହେଲାଣି ମୁଁ ଆଉ ପାରିବିନି ମୁଁ ଏଇଠି ଗୋଟେ ଠିଆ ହେଇଛି ତମେ ମୋ ଆଗରେ ସମସ୍ତେ ଗିରି 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 କରି ତମେ ଦି ଜଣ ଆଗରେ ବୁଲିକି ଠିଆ ହୁଅ କୁଆଡେ ବୁଲିବି ସେଇ ଆଡକୁ ବୁଲିକି ଠିଆ ହୁଅ ଇଆଡେ କଣ ପାଇଁ ବୁଲିବି ଇଞ୍ଜେକ୍ସନ ଦେବି ଇଞ୍ଜେକ୍ସନ କଣ ଠିଆ ହେଇ ସମୟ ଦବ ନାଇଁ ସଲା ମାଇକି ରହ ଇଞ୍ଜେକ୍ସନ ଦେବି
ପଡୁଛି ମୁଁ କଣ କରିବି କହିଲ 48 ଘଣ୍ଟା ସମୟ ଲାଗିବ 48 ଘଣ୍ଟା ହଁ। କଣ ହବ ଏଇଟା ସେଇ ଭିତରେ ସେ ମେଡ ହେଇ ଝାଡା ଗୋଟେ ବାହାରି ପଡିବ ଏ ମା ସତ କହୁଛ ତମେ ଆକୁ କଣ କହିଥିଲି କଣ କହିଦେଲ ନେବି ନାଇଁ ଯାହେଲେ ମୋ ମାଇଦିନଟା ତାକୁ ନିଅନି ଏଇଠି ପୁଣି ଅଣ୍ଡାଟାଇ ଦେବି ନାଇଲୋ ବୋପା ମା ମୁଁ ଆଉ ମାଇଦିନ ଆବେଲି ଟିକେ ପେଟ ଦେବି ପୁଣି ଅଣ୍ଡାରୁ ପାଇବ ନାଇଁ ଆଉ ଏଇଠି ଧରିକି ବଇଥିବ ଏ ମା ନେଲି ଏଠି ଗେଲି ଚାଲ ଚାଲ। ଆମେ ଯିବା ଚାଲ ଏ ନାଇଁ ରେ ତାକୁ ନିଅନି ତୋର କଥା ମନେ ପଡିଲାନି କି ରେ ହଁ ରେ, କଣ କହିଲି ଯାହେଲେ ଦିହ ସହୁନି ରେ କଣ କରିବି ମୁଁ ଗଲା କହିଲି ନେଇକି ଯିବି ବୋଲି ଏ ଆଉ ଇଞ୍ଜେକ୍ସନ ଆଉ ମିଛ ଅଛି ନବ ନବନି ନା ନବନି ନେଇଯା ଚୁପ ରହ ପୁରାକୁ ନେଇଯା ମୋତେ ଯୋଉ କଷ୍ଟ କରାया ଆମର ସମ୍ଭାଳି ପାରୁନି ଏଥର ଆମେ ଯିବା ଚାଲ ଆଗେଲି ଘରୁ ବାହାରିଆ ଆଗେଲି ଘରୁ ବାହାରିଆ ଉଡ଼ାନ ଟଙ୍କା ଧରି ଉଡ଼ାନ ସୁନା ଧରି ଉଡ଼ାନ ଟଙ୍କା ଧରି ଉଡ଼ାନ ସୁନା ଧରି ଯିବା କାଲି ଶିକାର ଆଗେଲି ଘରୁ ବାହାରିଆ ଆଗେଲି ଘରୁ ଯାହା ଫଳ ମୂଳ ନେଲା ସବୁ ମୂଳ ପୁରାଲା ଓ ଛାତି ପାତି ସବୁ ଚାପିଗଲାଣି ଏଣିକି ମୁଁ ଅଣ୍ଡିରା ହେଇଗଲି ଏଇଠି କୁଆ ଗଲା ମୋ ଧର୍ମ କୁଆ ଗଲା ଏ କେଲିଏରେ କୁଆ ଗଲା ମୋନାଲିସା ଗାଈ ଛାଡ଼ି ଚାଲେ ଗଲ ଗାଈ ଛାଡ଼ି ଚାଲେ এটা ঘর ভিতরে মরি গলে না কর সানিও ওহো সন্ধ্যা আসে 6টা বাজে তোরে পিকআপ জমা পাই পড়ে চাইছি সানিও সানিও ভাউজ নমস্কার চিন্তা করে ঘর ভিতরে বসে আসছো কলিং বেল ন বজেই ଆଉ ସାଧାରଣ ଜ୍ଞାନ ନାହିଁ ସେ ଦୌଡ଼ଟା କେମିତିକି ଜାଣି ଚିନ୍ତା ଘର ଭିତରେ ପଡ଼ି ଯାଉଛି ଭାଉଜ ମୋ ଚୋର କି ଡକାୟତ ନୁହେଁ ଆଉ କଣ ମହାପ୍ରଭୁ ମୁଁ ତମ ସାନ ଦିଅର ରକ୍ତ ନା ହେ ଭଗବାନ ତୁ ଏ ଘର ଭିତରକୁ ପଶିଗଲୁ କଣ କରିବି ବର୍ତ୍ତମାନ ଏ ଚାକରାଣିକି ଡାକି ଗଙ୍ଗା ଜଳଛି ଯେ ଘରଟାକୁ ଧୋଇବାକୁ ପଡିବ ଆବେ ତୋର କଣ ସାଧାରଣ ଜ୍ଞାନ ନାହିଁ ସିଧା ସିଧା ଏ ଘର ଭିତରକୁ ପଶି ଆସିଛୁ ଭାଉଜ ଏମିତି କଣ କହିଯାଉଛ ଚୁପ ମହିଳା କନା ଭାଉଜ ଆବେ ଭଲେ ଭଲେ ଯିବୁ ନା ଗନ୍ଥା ମାରି ଘରୁ ବାହାର କରିଦେବି ଭାଉଜ ମୁଁ ଏଠିକି ରହିବାକୁ ଆସିନି ମୁଁ ଚାଲିଯିବି ହେଲେ ମୋ ମଝିଆ ଭାଇକୁ ଟିକେ ଡାକିଦିଅ ତା ସହିତ କଥାବାର୍ତ୍ତା ହେଇ ମୁଁ ଚାଲିଯିବି ଟିକେ ଜରୁରୀ କଥା ଅଛି ନା ତାଙ୍କ ସହିତ ତ ଦେଖାଇ ପାରିବନି ଆରେ ଏମିତି କଣ କହୁଛ ଏତିକି ଜରୁରୀ କାମ ନଥିଲେ ମୁଁ ଏଠିକି ଆସିନଥାନ୍ତି ତାକୁ ଟିକେ ଡାକିଦିଅ ଚୁପ କର 50 ଥର କହିଲି ତା ସହିତ ତୋର ଦେଖାଇ ପାରିବନି ବୋଲି କୋଉ ଶାସ୍ତ୍ର ଲେଖା ଅଛି ତା ବଡ ଭାଇ ସହିତ ତା ସାନ ଭାଇ ଦେଖା କରିପାରିବନି ତାକୁ ସମ୍ବିଧାନରେ ଲେଖା ଅଛି ସ୍ତ୍ରୀର ସ୍ୱାମୀ ହେଲା ପରେ ତା ଭାଇର ସମ୍ପର୍କଟା ମରିଯାଏ ତମର ଯେମିତି ତମ ସ୍ୱାମୀ ପ୍ରତି ଯେତିକି ଅଧିକାର ଅଛି ମୋର ମଧ୍ୟ ମୋ ଭାଇ ପ୍ରତି ସେତିକି ଅଧିକାର ଅଛି ତମେ ମନା କରିବାକୁ କିଏ କହିଲା ନାଇଁ ନାଇଁ କହିଲା ମୁଁ କିଏ ନହେଲେ ନହେଲେ କଣ କରିବ ଚୁପ ଭଲ ଦୋଷ ଅଛି ତ ଟକ୍କର ନକରି ମୁଣ୍ଡଟା ଖରାପ କର ବନାଇକୁ ପଳେଇ ଯା ତାହେଲେ କହିଲେ ନହେଲେ ମୋ ଭାଇକୁ ଦେଖା ନ କରି ମୁଁ ଜମା ଯିବିନି ଚିପୁଡ଼ି ତ ଟିକେ ଅପେକ୍ଷା କର ମୁଁ ସଙ୍ଗେ ସଙ୍ଗେ ଆସୁଛି
ଝିଅକୁ ଦେବନି ତୁ ଏତେ ବଡ଼ ନିଷ୍ଠୁର ହୋଇଥାରେ ଭାଇ ମୁଁ ତତେ ମୁଣ୍ଡିଆ ମାରୁଛି ମୁଣ୍ଡିଆ କଣ ମାରୁଛୁ? 1000 ଥର କହିଲି ଏ ଘରୁ ବାହାରଛ ନହେଲେ ବଳ ଧକ୍କା ଦେଇକି ତା ଘର ବାହାର କରିଦେବି। ଏମିତିରେ ଏ ଗରିବ ଲୋକ ଗୁଡ଼ାକ ଅଧିକ ପରିବା ସମାନ ହେଇଗଲେ ଭାଇ ତୁ ଯୋଉଦିନ ଘର ଛାଡ଼ି ଚାଲି ଆସିଲୁଣି ସେ ଘରଟା ମନ୍ଦିରରୁ ଶ୍ମଶାନ ପାଲଟି ଯାଇଛି ଆଉ ତୁ ଯାହାକୁ ବୋଉ ବୋଲି ଡାକୁଥିଲୁ ସିଏ ତତେ ଝୁରି ଝୁରି ଖାଇବା ଛାଡ଼ିଦେଲାଣି ଏ ଭାଇ ଆଉ ଯୋଉ ଭାଇଟା ତତେ ଚୋର ବାଡ଼ି ବାଡ଼ି ଡାକ୍ତର କରିଥିଲା ସେ ତତେ ଝୁରି ଝୁରି ବାହ୍ୟ ମାତ୍ର ଭଳି ଆଉଛି କଣ କରିବେ ସେ ମାସଣ ଯଦି କେତେ ଶୀଘ୍ର ବାସ ଦୋକାନ ପାଇଁ ଏଇଟାକୁ ଭଲ ବାହାର କରୁଛି ଏ ଭାଇ ଏ ଗରିବ ପିଲାଟାକୁ ଏତେ ସମ୍ମାନ ଦିଅନାରେ ଦରବାର ଡାକିବା ଦରକାର ନାହିଁ କି ମୋତେ ଏଠି ବାହାର କରିବା ଦରକାର ନାହିଁ ମୁଁ ଆପେ ଆପେ ଚାଲିଯିବି ଏ ଭାଇ ଆଜି ଯଦି ମୁଁ ଖାଲି ହାତରେ ଚାଲିଯାଏ କାଲି ଆମେ ଭାସିଯିବୁ ରେ ଭାଇ ଆଉ ତୁ କ'ଣ ଝିଅ ତ ସେ ଝିଅକୁ କହୁଛୁ ଆମେ କାଲି ସତକୁ ସତ ଆତ୍ମହତ୍ୟା କରିଦେବୁ ରେ ଭାଇ ଆଜି ଗୋଟେ ଯିବୁ ନା ତୋ ସାମ୍ନାରେ ମୁଁ ଆତ୍ମହତ୍ୟା କରିଦେବି ଭାଇ ତୁ ମୋ କଥା ଟିକେ ଶୁଣ ରେ ଭାଇ ମୋ କଥା ଟିକେ ଶୁଣ ଆରେ ଭାଇ ତୁ ଯଦି ଆମକୁ ସାହାଯ୍ୟ ନ କରୁ କାଲି କାଲି ଆମ ଘରଟା ନିଲାମ ହେଇଯିବ ରେ ଭାଇ ନିଲାମ ହେଇଯାଉ ସେଥିରେ ମୋର କିଛି ବି ଫରକ ପଡ଼ିବନି ଏ ଭାଇ ତୁ ଏମିତି ପରିବର୍ତ୍ତନ ହେଇଯାରେ ତା ନହେଲେ ଗଛରେ ଥିବା ବହୁରୁ ବ୍ରେଣ୍ଡ ଗୁଡ଼ାକ ଆତ୍ମହତ୍ୟା କରିଦେବେ ତୁ ଏତେ ବଡ଼ ସ୍ୱାର୍ଥପର ହେଇଯାନା କଣ କହିଲୁ? ଆବେ ଏ ବାଷ୍ଟର୍ଡ ସାରେ ସତ କର। ହଁ ସ୍ୱାର୍ଥପର ତାହାରି ପାଇଁ ଯାହାର ଆଜି ସଫଳତା ହେବାକୁ ଯାଇଛି ଆଉ ତାହାରି ପାଇଁ ଯାହାର ଆଜି ଭିକାରୀ ହେବାକୁ ବସିଛି ତାହାରି ପାଇଁ ଯାହାର ଘର ଆଜି ନିଲାମ ହେବାକୁ ବସିଛି ସ୍ୱାର୍ଥପର ନୁହଁ ତ ସେ ଗୋଟେ ବେଇମାନ ସାର এইটা ବହୁତ ବଡ଼ କଥା କହୁଛି। ତାପରେ କାମ তো সুন্দরী ভাউজুকু বেশ্যা পড়ে ছাড়ি দেই আসে ওরে টাকা রোজগার করিব ভাউজ যাও ଦେଖୁଛୁ ତୋରି ଆଖି ଆଗରେ ଭାଉଜ କେମିତି ମୋତେ ହାତ ଉଠେଇ ମାର ଆଉ ତୋ ପରି ମାଡ଼ୁଆ ମାଡ଼ ଖାଇବା ଦରକାର ଯାଉନୁ ଆରେ ଭାଇ ତୁ କେତେ ମାରୁଛୁ ମା ମୋତେ 8 ଲକ୍ଷ ଟଙ୍କା ଦେ ରେ ଭାଇ ଆଉ ତୁ ଯଦି ମୋତେ 8 ଲକ୍ଷ ଟଙ୍କା ନ ଦେବୁ ଆମ ଘରଟା ଭାସିଯିବ ରେ ଭାଇ ତୁ ମୋତେ ସାହାଯ୍ୟ କର আবে কেতে বকর বকর হউচু টঙ্কা রে ততে দিয়া জীবনি বাহার যা কইছি নহলে তরুণ ডাকি বিদা করে দেবি বাহার কইছি আবে বাহার কইছি আবে কোন ভাই করে ধইলু যদি মো ডাটি মো ভাই দেখি দিয়ନ୍ତି তাহলে মতে গোবর পানি পিইବାକୁ পড়িବ ଚାଲ କହୁଛି ଆବେ ଚାଲ গোইঠা মাইরা সইলি চাপুড়া মাইরা সইলি অছুয়া কইলা তা বি সইলি এটা গোটে প্রশ্ন পচারিবি উত্তর দেব ভাউজ আরে মু ছুই দেলে গোবর পানি পিইব বুলি কହୁଛ ଆଉ ଯେତେବେଳେ ମୋ ଭାଇଟା ତମ ଦେହକୁ ଦେହ ଲଗେଇ ବସୁଛ ଦିନକୁ 2 ଥର କି 3 ଥର କେତେ ଥର ବସୁଛ ତାହେଲେ କେତେ ଥର ଦିନକୁ ଗୋବର ପାଣି ପିଉଛ ଆରେ ହେ ତୋ ପରି ମାଡ଼ୁଆ ନିହାତି ମାଡ଼ ଖାଇବା ଦରକାର देखरे देखरे दुनिया वाला देखो
ସରିବ ରାତି ଆସିବ ଏ ଶୃଙ୍ଗାଳ ଝିଅଟା ନିଶ୍ଚୟ ଉଠିବ ଆଉ ତାକୁ ଆଶ୍ରୟ ଦେଇଥିବା ଲୋକମାନେ ନିଶ୍ଚୟ ମାରିବେ ଆଉ ତାକୁ ବଞ୍ଚେଇବା ପାଇଁ এই ଶୃଙ୍ଗାଳ ମାନେ ହିଁ ଆସିବେ କାହିଁକି ବେ ଦୁଃଖ ତ ଏତିକି ଲାଗୁଛି ଯେତେବେଳେ ବଡ ଭାଇ ଥିବେ କି ନଥିବେ କାହିଁକି ବେ କଣ ପାଇଁ ମୋ ସୁନ୍ଦର ସଂସାର ନିଆଁ ଲଗାଇ ବସିଛୁ ଜାଣିପାରୁନୁ ମୁଁ କେତେ ଖୁସିରେ ଅଛି ବୋଲି ନାଇଁରେ ଭାଇ ତୁ ଖୁସିରେ ରହ ଆମେ କଣ ସବୁ ଯାକ ଖୁସି ତୋତେ ଦେଇ ଦେଇଛୁ ଆମର ସବୁ ଖୁସି ନେଇ ତୁ ସାରା ଜୀବନ ଖୁସିରେ ରହ ଖୁସିରେ ରହ ଦାମ୍ପତ୍ୟ ଜୀବନ ଆଉ ଏଇ ତ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଆଉ ଏଇଟା ହେଉଛି ଜଣେ ପ୍ରତିବତା ନାରୀର ସତୀତ୍ୱର ସଂଜ୍ଞା ତମେ ଏଠି ଛି 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 ତତେ ଭଉଣୀ ବୋଲି କହିବାକୁ ମୋତେ ଲାଜ ଲାଗୁଛି ଭାଇ ଯେଉଁ ଦେଶରେ ନାରୀକୁ ମାର ସମ୍ମାନ ଦିଆଯାଏ ସେ ଦେଶରେ ନାରୀ ହାତରେ ମଦ ବୋତଲ ଆଉ ଯେଉଁ ନାରୀକୁ ଗୃହିଣୀଙ୍କ ଲକ୍ଷ୍ମୀଙ୍କ ସମ୍ମାନ ଦିଆଯାଏ ସେ ଲକ୍ଷ୍ମୀ ଆଜି ନିଶାକ୍ତ ସାଜିଛି ତମେ ଏଠୁ ଯିବ ନା ଡଟ୍ କୁ ଫୋନ କରି ଏଠିକି ଡାକିବି ହଁ ନିଜ ସ୍ୱାମୀକୁ ଡରାଇ ଧମକି ମେଣ୍ଢା ସଜାଇ ରଖିଛୁ ବୋଲି ମୋତେ ମେଣ୍ଢା ସଜାଇ ଭାବୁଛୁ ତୁ ଦୁର୍ଗା ସତୀ ଦିନ ଆସିବ ବହୁତ କାନ୍ଦିବୁ ଭାଇ ଏଇଟା ଆମ ସ୍ୱାମୀ ସ୍ତ୍ରୀର ମ୍ୟାଟର ମୁଣ୍ଡ ଉପରେ ଦେଖିଲେ ଭଲ ହବ ବାରେ ବଡ଼ ସ୍ୱାମୀ ତୋ ସ୍ୱାମୀ ପଣିଆକୁ 100 ସାଲାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ ଭାଇ ଭାଉଜ ତୋ ମଣିଷ କରିଥିଲେ ସେମାନଙ୍କୁ ଗୋଇଠା କରି ନିଜ ସୁନ୍ଦର ସ୍ତ୍ରୀ ପାଖରେ ମେଣ୍ଢା ବାଲ୍ଟି କଲୁ ଏ ବାବୁ ତୁମେ କୁହ ତୁମର ଏ ମହାନତାକୁ ମୁଁ କ'ଣ କହିବି ପୁରୁଷ ଜାତିର କଳଙ୍କ କହିବି ନା ପୁରୁଷ ଜାତି ପାଇଁ ଅଭିଶାପ ଭାବି ନେବି ତୁ ଏ ଘର ପାଇଁ ଗୋଟାଏ କଳଙ୍କ ଆଉ ମୋ ପାଇଁ ମସ୍ତ ବଡ଼ ଅଭିଶାପ ହେଉଛି ଏଇ ତମେ ସୁଟ୍ କରିଦେଉଛ ମାରିଦିଅ ଭାଉଜେ ସେଦିନ ରାମାୟଣରେ ତରଣୀ ସେନା ଯେମିତି ମୁକ୍ତି ପାଇଁ ଚିତ୍କାର କରୁଥିଲେ ମୁଁ ମଧ୍ୟ ଆଜି ରାକ୍ଷସପୁରୀରୁ ମୁକ୍ତି ପାଇଁ ଚିତ୍କାର କରୁଛି ମରିବୁ ଏ ମାଗୁଣି ମଧ୍ୟ ସାମ୍ନାରେ ଯିଏ ନିର୍ବାଚିତ ହେଇ ଠିଆ ହେଇଛି ସିଏ ମରିଛି ଆଉ ତୁ ମଧ୍ୟ ଏଥିରୁ ଚାହିଁପାରିବୁ ତଥାପି ମୁଁ କହିବି ପ୍ଲିଜ୍ ଡ୍ୟାଡି ଏ ପାପ ରାସ୍ତା ଛାଡ଼ି ଭଲ ରାସ୍ତାକୁ ଚାଲି ଆସ କାରଣ ବାପାର ଅଧା କର୍ମର ଫଳ ଏ ବଡ଼ ପୁଅକୁ ହିଁ ଭୋଗିବାକୁ ପଡ଼ିଥାଏ ପ୍ଲିଜ୍ ଡ୍ୟାଡି ସୁଧୁରି ଯାଅ ଏବେ ବି ସମୟ ଅଛି ନହେଲେ ସାଂଘାତିକ ଭାବେ ପସ୍ତେଇବ ଏଇଟାକୁ ଧରିବ ଛାଡ଼ି ଲାଗିବ ଏଇଟାକୁ ଧରିବ ଛାଡ଼ି ଲାଗିବ ଶଳା କେତେବେଳେ ନାମ ପୁରୀରେ ମରିଯିବ ତାର କିଛି ଗ୍ୟାରେଣ୍ଟି ନାହିଁ ତମେ ଯଦି ଠିକ ସମୟ ନ ଆସିଥାନ୍ତ ଏଟା ପୁରା ମୋ ମୁଣ୍ଡଟାକୁ ଖରାପ କରିଦେଇଥାନ୍ତା ତୁ ବ୍ୟସ୍ତ ହନ ସ୍ୱାତି ମୁଁ ତାର କଥାକୁ ଆବାଡ଼ିଟାକୁ କେମିତି ବନ୍ଦ କରିବି ସେ ବ୍ୟବସ୍ଥା ମୁଁ କରୁଛି ଶୁଣ କଣ ହେଲା ମୁଁ ଆସୁଛି ତୁ ଟିକେ ସେ ରାଣୀଙ୍କ ଉପରେ ନଜର ରଖିବୁ ଓକେ ମୁଁ ସ୍ୱାତି ମୁନ୍ଦ୍ରା ଆନ୍ଧ୍ରାର ଓଡ଼ିଶା
ଅଶେଷ ଧନ୍ୟବାଦ ଆସୁଛି ଗୁଡ୍ ବାଏ। ବୁଝା ଲୋକରେ ବହୁତ ବୁଝେଇଲି ଏ ନୁହ ଯଦି ଆସିବାର ଅଛି ଏକୁଟିଆ ବେଳେଆ ଏ ଲୋକଙ୍କ ସାମ୍ନାରେ ଆସି ମତେ ଲୋକ ହସା କରିଦେ ନା ଆଉ ମୋ ପିଠି ଥାପି ଦେଇ ଲୁହ କହିଲା କଣ କରିବି ବନ୍ଧୁ ଏ ଗହଳି ଭିତରେ ମୁଁ ତୁମକୁ ଏକୁଟିଆ ଦେଖୁଛି ଏ ନିର୍ଜନତାର ମରୁଭୂମିରେ ବି ଏକା ଏ ସମୟ ଆଜି ଏମିତି ବାଟରେ ମତେ ଛିଡ଼ା କରେଇ ଦେଲା ଯେ ମୋ ଭାଇ ଭାଉଜଙ୍କର ହେଇପାରି ନା ମୋ ସ୍ତ୍ରୀର ହେଇପାରି ଏ ନିରବତା ଭିତରେ ତମେ ଏକା କାହିଁକି ନିର୍ଜନତାର ମରୁଭୂମିରେ ବି ଏକା ଏ ଲୋକଙ୍କ ଭିଡ଼ ଭିତରେ ବି ଏକା ତମେ ହିଁ ଏକାକି ମୋର ଜୀବନ ସାଥୀ। ଶ୍ରୀଯୁକ୍ତ ବେଣୁଆ ନାୟକଙ୍କ ଘର 8 ଲକ୍ଷ ଟଙ୍କାରେ ନିଲାମ ହୋଇସାରିଛି। ଏଥର ବେଣୁଆ ନାୟକଙ୍କୁ ଓ ତାଙ୍କ ପରିବାରକୁ ଜଣାଇ ଦିଆଯାଉଛି ଯଥାଶୀଘ୍ର ଘର ଖାଲି କର। ତଥାପି
ବାବୁଙ୍କୁ ଡାକିବି। ଆରେ ହେ ପୋଲିସକୁ ମନ ଡାକିବି। ଖୁଦ ତ ପୋଲିସ ଏ ଘର କିଣିଛନ୍ତି। ଶୁଣ ଭାଇ ତୁ ସଜରେ ଏ ଘର ଛାଡ଼ି ଚାଲି ଯା, ନହେଲେ ସେ ଇନ୍ସପେକ୍ଟର ଚୁଲବୁଲ କୁରକୁରେଟା ଜମା ଭଲ ଲୋକ ନୁହେଁ। କ'ଣ ନାହିଁ କ'ଣ କରି ପକେଇବ। ଚାଲ ଭାଉଜ ବୋଉ ଆମେ ଘର ଛାଡ଼ି ଚାଲିଯିବା। ଏଇ ଲୋକ ଗୁଡାକ ଭଲ ନୁହଁ, ଆମକୁ ମାଡ଼ ମାରିବେ। ଆରେ ଖାଲି ମାଡ଼ ମାରିବେନି, ସେ ଚୁଲବୁଲ କୁରକୁରେଟା ପୁରା ଛତରାଟା। ଯଦି ତୋ ଭାଉଜ ଉପରେ ତାର ନଜର ପଡ଼ିଯିବ ନା, ସେ କ'ଣ ନାହିଁ କ'ଣ କରି ପକେଇବ। ଭାଇ ଭାଷା ସଂଯୋଗ କରି କଥାଟା କରେ କହୁଛି, ତାହେଲେ କୁକୁଡ଼ାର ବେକ ମରିଆ ଭଳିଆ ମୋଡ଼ିଦେବି। ଆରେ ହେ ଏ ଦୋକାନ ରାଗକୁ ଦେଖ, କୁମ୍ଭୀର ଯାଇ ମଝି ରହିଲେ ଗଲାଣି। ଏ ଦୋକାନ ଫୁଟାଣି ଯାଉନି। ଏ ଶଙ୍କରା ଚାହିଁଲେ ଆମେ ଘରେ ଆଉ କିଛି ଦିନ ରହିପାରିବୁ। ତାଛଡ଼ା ଦେଖୁନୁ ମୋ ଚାରିଆଟା ଦେହ ଭୀଷଣ ଖରାପ। ଏ ଅବସ୍ଥାରେ ମୁଁ ନେଇକି କୁଆଡ଼େ ଯିବି କହିଲୁ? କାହିଁ କଲ୍ୟାଣୀ ମଣ୍ଡପ ବାରଣାକୁ ଚାଲି ଯାଉନୁ? ଆରେ ସେଇଠି ଶୋଇବୁ, ଡେଲି ଭୋଜି ଭାତ ହଉଛି, ଆରାମରେ ଅଇଁଠା ଖାଇ ପେଟ ପୁରେଇ ଦବୁ। ମୁଁ ତମ କନ୍ୟାଗୁରୁ ହଉଛି ଏମିତି ନିର୍ଦୟ ହୁଅନି। ଏ ଅବସ୍ଥାରେ ଆମେ ଘର ଛାଡ଼ି ଚାଲିଗଲେ ବର୍ଷା ଦିନଟା ଆମେ ରହିବୁ କୋଉଠି? କୋଉଠି ମୁଣ୍ଡକୁ ଯିବ? ଆରେ ବାବା ମତେ କହିଲେ କ'ଣ ହବ? ମୁଁ ପୋଲିସ ବାବୁଙ୍କୁ ଡାକି ଦଉଛି, ତମେ ତାଙ୍କୁ ହିଁ କହିବ। ଏ ରତନା ଚାଲ ଯିବା ଚାଲ। बेठू नजर आरामरे दी बेटी मद बेगी सोई ए समर भाई मो तते हाथ जोड़ती रे से ढोलटा को मो भाउज को जाई दे ताहले मो भाउजटा मरि जीवो रे मरि जीवो अरे शंकर आए हाथ जोड़ती रे से ढोलटा को मो तो सारे को जाई दे नले ताकू छाड़ी से बिचारे मरि जीवो रे मरि जीवो बिचारे ठीक अछि एबे दियो एले मन रखे एइटा जो दिन मो हाबुले पड़िबो सेही दिन बिकी भागिया को टोटाल ले खाइ दे जाउ गछमूले जीवन काटिबा अरे हम भाग्यर जहाँ अछि ताकू बाकी अन्यथा करिबा कहलो हे सारा केते दुख दउ कह दई सोना मन राजवी राजी सारा अगिरी काजलिया हम कोई
ଏଠି ସତ୍ୟ ଧର୍ମ ନ୍ୟାୟ ପଥକୁ ବାଧ୍ୟ କରି ବାଟ ଚାଲିବାଟା କ'ଣ ଭୁଲ? ଏଠି ଅହିଂସା ମାର୍ଗରେ ବାଟ ଚାଲିବାଟା କ'ଣ ଅପରାଧ? ଯଦି ଅପରାଧ ନୁହେଁ, ସାରା ଜୀବନ ତୁମ ଆଦର୍ଶକୁ ପାଥେୟ କରି ମୁଁ ପାଇଲି କ'ଣ? अबे पाइप में साला एबे पाइप ତୁମେ ମାନେ କିଏ? फनी राहु କିନ୍ତୁ ଏଠାରେ କାହିଁକି? अबे तू साला का तू माकुड़ी मत ना अब तू साला का होइले मनुष्य तो बोलिया करी बोलिया नहीं। हम तो ନାଇଁ ମୁଁ କଣ କରିବି? ଏମାନେ ସବୁ କିଏ? ଆରେ ସ୍ୱରାଜ, ଏମାନେ ହେଉଛନ୍ତି ମାଗୁଣି ମଦ୍ରାସର ଲୋକ। ତୁ ନ ଆସିଥିଲେ ମୋର ଯେ ଆଜି କ'ଣ ହୋଇଥାନ୍ତା? ନାଇଁ ଡାଡି, ମୁଁ ତା ଦ୍ୱାରା ତୁମର କିଛି ହେବାକୁ ଦେବିନି। ହ୍ୟାଲୋ ମିଷ୍ଟର ସୁରାଜ, କେମିତି ଅଛ? ତୁମର ଆଶୀର୍ବାଦରେ ମୁଁ ନିଶ୍ଚୟ ଭଲ ରହିବି। କ'ଣ ଏତେ କଷ୍ଟ ଦେଲା ପରେ ତୋ ମନ ଶାନ୍ତ ହେଲାନି ଯେ ପୁଣି ନିଆଁରେ କ୍ଷୀର ଢାଳିବାକୁ ଚାଲି ଆସିଲୁ? ତୋର ଉଦ୍ଦେଶ୍ୟ କ'ଣ? କାହିଁକି ଆମ ବାପ ପୁଅ ଦିଟାକୁ ଏମିତି କଲବଲ କରି ମାରୁଛୁ? ମାନେ କାହାକୁ ତୁମେ କ'ଣ କହୁଛ ଡାଡି? ମଣିଷକୁ ସିନା କହିଲେ ମଣିଷ ବୁଝିବ ମନର ଯନ୍ତ୍ର, ହେଲେ ପଥରଟାକୁ କହୁଛ? ପଥରର କ'ଣ ହୃଦୟ ବୋଲି କିଛି ଥାଏ? ଆରେ ମା, ତୁ ସେ କଥା କେମିତି ବୁଝିବୁ ରେ ମା? ତୁ ତ ରାଜା ଘର ଝିଅ। ସୁନାବାଦିଆ ଧରି ଜନ୍ମ ହେଇଛୁ, ରୂପା ଥାଳିଆରେ ଭାତ ଖାଉଛୁ, ମଣିଷ ଜନ୍ମ ପାଇଛୁ ସତ, କିନ୍ତୁ ସମ୍ପର୍କର ମାନେ କ'ଣ ବୁଝିନୁ? ଏ ମା, ଦେଖେ ସ୍ୱରାଜକୁ ତୋର ଟିକିଏ ବାଚାଳମି ପାଇଁ ଟକୁଆ ବଡ଼ ଦାଣ୍ଡର ଭିକାରୀ କରିଦେଲୁ। ଦେଖ ସେ କେମିତି ଗୋଟେ ନିରୀହ ନିସ୍ତବ୍ଧ ମଣିଷ ପରି ଛିଡ଼ା ହୋଇଛି। ତୁ କ'ଣ ଭାବିଛୁ ତତେ କ'ଣ ଏକା ଖେଳ ଜଣା? ତାକୁ କ'ଣ ଖେଳି ଆସେନି? ସେ ଚାହିଁଥିଲେ ତୋ ପରିବାର ଲୋକ ଏ ରାଜରାସ୍ତାରେ ମୁଣ୍ଡ ଟେକି ବାଟ ଚାଲି ପାରିନଥାନ୍ତି, କିନ୍ତୁ ସେ ସେତିକି କରିନି। କାହିଁକି ଜାଣିଛୁ? ମୁଁ ତାକୁ ସେତିକି ସଂସ୍କାର ଦେଇଛି। ତୁ ପ୍ରେମିକା ସତ, କିନ୍ତୁ ପ୍ରେମର ଅର୍ଥ କ'ଣ ଜାଣିନୁ। ଖାଲି ହଳଦୀ ବସନ୍ତ ପରି ରଙ୍ଗ ବଦଳାଇ ଜାଣିଛୁ। ଗୋଟିଏ ପୁଅକୁ ଭୁଲି ଆଉ ଗୋଟିଏ ପୁଅ ସହିତ ପ୍ରେମ ସମ୍ପର୍କ କରି ଜାଣିଛୁ। ଠିକ୍ ଠିକ୍ ତ ପ୍ରେମ ପଡ଼ିବାକୁ ଠିକ୍। କଣ କର? ଓ କଣ କହୁଛି? ଓ ପାଗଳି ହେଇଯିବି, ପାଗଳି ହେଇଯିବି। ପାଗଳି ହୋଇଯିବା ଦରକାର। ତୋ ପରି ଝିଅ ପାଗଳି ହୋଇଯିବା ଦରକାର। କାରଣ ତୁ ନାରୀ ସମାଜ ପାଇଁ ଗୋଟେ କଳଙ୍କ, ଏ ପ୍ରେମ ସମାଜ ପାଇଁ ଗୋଟେ ଅପରାଧ, ଏ ପ୍ରେମ ସମାଜ ପାଇଁ ଗୋଟେ ଅପରାଧ। ଶୁଟ୍ କରିଦେବି ତୋତେ। ଆଜି ଯାହା ସବୁ ଘଟଣା ଘଟୁଛି କେବଳ ତୋରି ପାଇଁ। ତୁ ମରିଗଲେ ମୁଁ ଶାନ୍ତିରେ ବଞ୍ଚିବି। ମାରିଦେବି ତୋତେ। ମାରିଦିଅ ସାଥୀ। ପ୍ରେମର ଦ୍ୱିତୀୟ ପୃଷ୍ଠାରେ ଆଉ ଏକ ଇତିହାସ ଲେଖିଦିଅ। ମାରିଦିଅ ମତେ, ମାରିଦିଅ। ତମେ ତୁମ ହାତରେ ମୋ ନାଁ ଲେଖିଛ। ନିବେଇବାକୁ ଚାହିଁଲେ ମତେ ନିବେଇ ପାରେନି। ହେଲେ କାହିଁକି ମ୍ୟାରେଜ କରିସାରିଲା ପରେ ବି ଜାଣିବି? କାହିଁକି ତମ ନାଁଟା ମୋ ନାଁ
ଆଉ ସେଇଦିନ ଲିଭିଯିବ ଯୋଉଦିନ ରକ୍ତର ତାପମାତ୍ରାଟା 90 ଡିଗ୍ରୀ ସେଲସିୟସରୁ 0 ଡିଗ୍ରୀ ସେଲସିୟସ ହେଇଯିବ। ଆଉ ସେଇଦିନ ଲିଭିଯିବ ଯୋଉଦିନ ଉତ୍ପୀଡ଼ର ସ୍ପନ୍ଦନଟା ଆପେ ଆପେ ବନ୍ଦ ହୋଇଯିବ। ସେଇଦିନ ତୁମ ନାଁଟା ଆପେ ଆପେ ଲିଭିଯିବ। বন্ধ করো সুরা সে সব বন্ধ করো কাহিকি প্রেমর ইতিহাস পৃষ্ঠারে এ সব লেখিବାକୁ ତମକୁ କଣ ଭଲ ଲାଗୁଛି ପ୍ରେମିକ ପତଙ୍ଗକୁ ଭଲ ପାଏ ଜଳିବାକୁ କିଏ କହେ ମତେ ପାଗଳ ଆଉ କିଏ କହେ ମତେ ଯାଯାବର। ପ୍ରେମିକ ତ କେହି ନାହିଁ ଏ ବାଜି ଜିତିବାକୁ। ସୁନ୍ଦରୀ ଝିଅମାନଙ୍କର କଣ ଗୋଟିଏ ସ୍ୱାମୀ ଥାଏ ନା ସେ କେବେ ଗୋଟିଏ ସ୍ୱାମୀରେ ସନ୍ତୁଷ୍ଟ ହୁଅନ୍ତି। ଆଜିକାଲିର ଝିଅମାନେ ବିବାହର ପୂର୍ବରୁ ସିନ୍ଦୁର ପିନ୍ଧିବା ପାଇଁ ଯେତିକି ବାଗ୍ରା ଆଉ ତପ୍ତର ବାହାଘର ପରେ ମଧ୍ୟ ସିନ୍ଦୁରକୁ ଲୁଚେଇବା ପାଇଁ ସେତିକି ବାଗ୍ରା ଆଉ ତପ୍ତର। ସିନ୍ଦୁର ଓ ପ୍ରେମର ମୂଲ୍ୟ ବୁଝି ମାନୁଥିବା ଝିଅ ହଉଛ ତୁମେ। ଆଜି ବି ତୁମକୁ ମୁଁ ହୃଦୟ ଭିତରେ ସାଇତି ରଖିଛି ସେ କଥା। ଆଜି ବି ତୁମକୁ ଅନ୍ତରରେ ଭଲ ପାଉଛି ସେ କଥାକୁ ମୁଁ ବାକି ଯାଇପାରିବିନି। ହେଲେ ତୁମେ ଆଉ କାହାର ଶଙ୍କା ସିନ୍ଦୁର ପିନ୍ଧି ସାରିବା ପରେ ମୁଁ କେମିତି ତୁମ ସଂସାରରେ ନିଆଁ ଲଗାଇ ତୁମକୁ ବାହା ହେବି। ଏଇଟା ମୋ ସଂସ୍କାର ପରିବାରର ସଂସ୍କାର ନୁହେଁ। ଆସୁଛି Botar o chave, bolinha de sararati,
ব্যাগ পড়াইতে দয়ালে খিরি পুরি বাবরে ঘিও ওইদিকে ফলের লিখা ঢাকা ঢাকা করে পিয়া अरे राम कटिया कौन लेपुट के दे पानी मिसेवा कौन বাকুল বাবু বডিটা ভারী গরম ଟିକେ ନରମ କରିବାର ବ୍ୟବସ୍ଥା କର जहाँ कौन सा बाल मारता और बोले दूसरी बात तैयार कर मैंने और खोली की टेस्ट करेंगे ना ଆଉ ଏ କାହିଁ କରୁଛନ୍ତି ଶୀଘ୍ର ଡାକନ୍ତୁ अरे डाकुची होटल रे बसी खाइबा पाई व्यस्त हेले चलिबो अरे अरे आम दादी कोडी बरजे एटी क्या ଏମିତି ନୁହେଁ ବାକୁଲ ବାବୁ ଆସେ ଏଇ ଦେଖ ମୁଁ କେମିତି ଡାକୁଛି রানী ডার্লিং মাই সুইট হার্ট এই দেখো বাবুল বাবু গোটে পদরে কেমিতি আসিলা আরে আমি পড়িছি বাবা କଣ ହେଲା शांत रह के मन खुशी करी दे আরে প্যার ইশক মহব্বত ଆପଣ କଣ କହୁଛନ୍ତି ମୁଁ ଆପଣଙ୍କ କଥା କିଛି ବି ବୁଝିପାରୁନି कानुली दियोटा हिंदी बुझी पारिबनी ये ओडिया ना कहतु ফুল চুলবুল কুরকুরে সোনা হে কি ধরো যাহা করে সব স্কেলে বুঝিল না লাইবা সারা উনি পার্টিটা বুঝি পারুনি আরে আজ রাতিটা ভাই তুমোর আজ রাতিটা ভাই তো স্বামী তোকে ମୋ ପାଖରେ ବନ୍ଧା ଦେଇଛି ବନ୍ଧା ଚୁପ୍ କରନ୍ତୁ ମଣିଷ ବାବୁ ନିଜ ସୀମା ଭିତରେ ରହି କଥାବାର୍ତ୍ତା କରନ୍ତୁ ଆପଣଙ୍କ ମନ ହଉଛି ଏଇଟା ହଉଛି ଗୋଟେ ଭଦ୍ର ଲୋକର ଘର ଭଦ୍ର ଲୋକ ଘର କେମିତି କଥାବାର୍ତ୍ତା କରାଯାଏ ସେତିକି ମୋତେ ଶାଳୀନତା ତମେ ଶିଖିନ ଆଉ ଯଦି ତମେ ଶାଳୀନତା ଶିଖିଛ ମୁଁ ତମକୁ ଭଲ ଭାବରେ ଶାଳୀନତା ଶିଖେଇବି ତୁ ପୁଣି ପୋଲିସ ବାଲାକୁ କଥା କହିବା ଶିଖାଇଲୁ ଏବେ ଦେଖ ମୁଁ ତତେ କେମିତି କଥା କହିବା আরে ছাড়িদেবি ও ছাড়িদেবি কেমিতি আলো আসুন আলো ତା ନହେଲେ ମୋ ଅସଲ ରୂପ ଦେଖିବ আলো দেখা দেখা তোর আসল রূপ তোর কেতে প্রকার রূপ আছে তুই দেখা ମୁଁ ଜମା ଛାଡ଼ିବିନି ଚୁପଚାପ ଛିଡ଼ା ଆବେ ତମ ଛାତ୍ରମାନଙ୍କୁ କେମିତି ଲେସନ ଶିଖାଯାଏ ସେଇଟା ମୋତେ ବେଶ ଭଲ ଭାବରେ ଜଣାଅଛି ଚୁପ ଦେଖି କୁହ ଆସ ଶୁଣ পাগল বাবা এ শালি মাইকি রাজা কেমনি মাইলা ধরে মাইলা अबे दादी भाई
ଗଲେ ଥାପଡ଼ ମାରିବ ତଥାପି ମାସି ଯାଉ ହଁ ମାରିଛ ମୋତେ ସମସ୍ତେ ଅମର ପାଖରେ ବଞ୍ଚି ରହିବା ଅପେକ୍ଷା ମରିଯିବାଟା ଶହେ ଗୁଣ ଭଲ ଏମିତି ଏକାନ୍ତ ଅଳ୍ପ ସତରେ ମରିବା ଅପେକ୍ଷା ମରିଯିବାଟା ଶହେ ଗୁଣ ଭଲ ଆଗକୁ ଇଲେକ୍ସନ ଅଛି ବାବା କହିସାରେ ଇଲେକ୍ସନ ଲଢ଼ିବୁ କିନ୍ତୁ ଆଜି ରାତିଟା ତୁ ୟାଙ୍କ ପାଖରେ ରହିବୁ ଆସୁଛି ଥିଲା ବୋଲିସିନା ରାଗ ଲାଗୁଥିଲା ହଲୋ ତ ଠିକ କେହି ନାହାନ୍ତି ହଲୋ ହଲୋ ଆସୁନ ହଲୋ तू कल मुझसे हजरा भोड़ी मिली मुझे से हजरा भोड़ी मिली संसार भिड़ भितर से कुआरे हजि जाइछि मोर इच्छा दिन दिन निश्चय फेरी आसब से बाबुल बाबूटा एआड़े मारि आस काम कर से छुट्टी खोली दे कैसा दिल खुश है तो कुह बाबुल बाबू मार्टा किंतु चोखा अरे जते बेले जाउथिबो एठिकी चली आसथिबो मु मना करिनी रह हराम जादा तते केमिति पाने दउछि तो निश्चय देखिबो अरे कौन किछ कहला ना 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 କହିଲି କି ଏଥରକା ଟିକେ ପ୍ରତିଦିନ ଆସିବି ଆରେ ଆସୁନ କିଏ ମନା କରୁଛି କିନ୍ତୁ ଇଲେକ୍ସନ ସରିବା ନାହିଁ କାରଣ ଇଲେକ୍ସନ ପରେ ପରେ ଇଏ ଯିବ କୋଲକାତାର ସୁନାଗାଛି ହରାମଜାଦା ସିଏ କଞ୍ଚଳୀ ଯିବ ବିନା ପାସପୋର୍ଟରେ ତତେ କେମିତି ମୁଁ ଉପରକୁ ପଠଉଛି ସେ ବ୍ୟବସ୍ଥା କରୁଛି ଆରେ କଣ ଗୁଣଗୁଣ ହଉଛ ନା 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 अरे बाबू बाबू आस जीवा आसुची ठाकुर आज के बहुत खुशी मत आज मजे बोला सब जाक खुशी मिली जाए मु मो बाबुला भाई के पाई गली मो भुला भाई के मु कोन पाई मिली भाई तू जमा व्यस्त हो ना
ମୋ ଭାଉଜ ମୋର କିଛି ହବନି, ସେ ନିଶ୍ଚୟ ଭଲ ହେଇଯିବ। ଏ ରତନା, ଡାକ୍ତର ବାବୁ କ'ଣ କହିଲେ? ମୋ ସାରିଆ ଭଲ ହେଇଯିବ ତ? ଭଲ ହେଇଯିବ ଯେ, କିନ୍ତୁ ପୁଣି କ'ଣ ରେ ରତନା? ମୋ ସାରିଆ ଭଲ ହେଇଯିବ? ଆରେ ଡାକ୍ତର ବାବୁ କ'ଣ କହିଲେ? କହ ରତନା, ଆରେ ଡାକ୍ତର ବାବୁ କ'ଣ କହିଲେ? ଆରେ ରତନା, କହ ରତନା, ଡାକ୍ତର ବାବୁ କ'ଣ କହିଲେ? କହ ରତନା, ଡାକ୍ତର ବାବୁ କ'ଣ କହିଲେ? ଆରେ ତତେ ମୋ ନିୟମ। ଡାକ୍ତର ବାବୁ କହିଲେ, ଆରେ କ'ଣ କହିଲେ କହୁନୁ? ଭାଉଜ ବୋଉର ଅପରେସନ ହବ, ସେଥିପାଇଁ 5 ଲକ୍ଷ ଟଙ୍କା ଦରକାର। ଆରେ 5 ଲକ୍ଷ ଟଙ୍କା ଆମେ କୋଉଠୁ ପାଇବା? ହେଲେ ମୋ ସାରିଆଟା କ'ଣ ମରିଯିବ? ଏ ଭାଇ, ଆରେ ଅମୁଳିଆ କଥା ଗୁଡାକ ମୁହଁରେ କାହିଁ ଧରୁଛୁ କହିଲୁ? ଆରେ ମୋ ଭାଉଜ ବୋଉର କିଛି ହବନି, ସିଏ ଭଲ ହେଇଯିବ। ଦରକାର ପଡ଼ିଲେ ମୁଁ ମୋର ଗୋଟିଏ କିଡନୀ ମୋ ଭାଉଜ ବୋଉକୁ ଦେଇଦେବି। ତମେ ଓ ସାରିଆଟା ମଧ୍ୟ ଭୀଷଣ ଖରାପ, ସେଇଥିପାଇଁ ଆମେ ଏଠିକି ଆସିଥିଲୁ। देखो एटा सरकारी मेडिकल नु एटा प्राइवेट नर्सिंग एटा बड़ बड़ रोगी के ट्रीटमेंट करा जाए कि तुम वाली इनती मणी मणिया छोट लोग बेकारी नु के ये एमिति पाटी तुंड करछो काहे की? ए सालू, अरे तू एठी झगड़ा रेडी काहे की? तो भाउज बोटाକୁ ବଞ୍ଚେଇ ଦେ रे ସାନୁ। तो बिचारीटा बहुत छटपट होउची, बहुत छटपट होउची रे सानू। बଞ୍ଚेई दे तो भाउज बोटाକୁ। आ जदी पाखर टंका नहीं साहस साला केमिति एठी आसीबा भाई? भगवान बाटा करेई देले रे सानू। देखोनु एठी कोच बोली ଆମେ कोन जानिथिलु? गाँ डाक्तर फेराई देला परे समस्ते कहले एठी आनिले तो भाउज बोटा भल ହେଇଯିବ, ସେଥିପାଇଁ ए सुनो सनु हेमन को बुझाई दियो एटा प्राइवेट नर्सिंग सरकारी चिकित्सालय नहीं एटी आगर टंका डिपॉजिट हबो तापर रोगी के ट्रीटमेंट करा जिवो। भकी दिया जाए नुरे सानो एकाथरे 5 लक्ष टंका। अरे कोठु पाइबे मु कहइलो? पाखर जदी टंका नहीं तारे एठी काहे की आसीचो? सानो भाउजटाକୁ बଞ୍ଚेई दे रे सानो। अरे से तो मरी जिवे तो अरे मरी जा बाबा। को ए देशर प्रधानमंत्री ना राष्ट्रपति से मरी गले देश पूरा अचल होई जिवो। ମୁଁ ଚୁପଚାପ ହୋଇ ଛିଡ଼ା ହେଇପଡ଼ି ତମ ମୁହଁକୁ ଯାହା ଅଛି ତମେ ତାହା କହିଯାଉଛ। ଯେତେ ଯାହା ହେଲେ ବି ସେ ତମ ବଡ଼ ଯା, ତାହାରି ତ୍ୟାଗ ପାଇଁ ଏ ସୋନୁ ନାୟକ ଆଜି ଡକ୍ଟର ହେଇଛି। डॉक्टर से तुम माने भाई डॉक्टर है जी पारती किंतु मो भाई सामान्य गोटे कर्मचारी ए कर्मचारीटा मो भाई बहुमा। अरे खाली भाई नुह, मो बड़ पुआ। मेडिकल बेड रे जो रोगीटा छटपट होची से ता भाउज नुह, ता जशोदा मा। ता भाई कोन तार किसी कर्तव्य नहीं? ना किसी कर्तव्य नहीं बहुमा मु किसी सुनिबा को चाहूनी। बहुमा बहुमा कोन होछ से जदी मरिबा को चाहउछदी मरि जातु तुके दे मस्तनी को कोड दे दी जानी तो कोइला कना बहुमा ओते तो बहुमा पहुंचाई दियो। इचेटा मरि गले मु सही पारिबिनी। अरे सानू बचाई दे रे सानू, भाउज बोटाକୁ ଟିକେ बचाई दे। अरे सानू हे दे भाउज बोटाকে मेडिकल बेड रे पड़ी छटपट आउ। तुम कोन सुका दानी केते जोर पार्टी गली सानो घर भीतर कस इने मरन तो के हजन हमर के जानिया
ବାଟରେ ଦେଖା ହେଲା ସାନୁ ସାନୁ କହି ମୁଁ ତା ପଛ ପଛ ଦୌଡ଼ି ଗଲି ହେଲେ ସେ ଶୁଣିଲାନି ପଛିଲା ବେଳେ ମୁହଁ ବୁଲେଇ ଭଲ ଶାଢ଼ୀ ଆଉ ଏଠି ରହିବାନି ଏ ମେଡିକାଲଟା ପରା ଆମ ଭଳିଆ ବଳିଗୁଣ୍ଡିଆଙ୍କ ପାଇଁ ନୁହେଁ ବାବୁ ମାନଙ୍କ ପାଇଁ ଚାଲ ପଳେଇବା ଏଠୁ ବଡ଼ ଡାକ୍ତରଖାନା ନା ଛାଇଲାଗୁଡ଼ ଏଇ ତମେ ମତେ ମୋ ଜଗା ପାଖକୁ ନେଇ ଚାଲ ମାରିଲେ ମାରିବ ରଖିଲେ ରଖିବ ତା ପାଖକୁ ମତେ ନେଇ ଚାଲ ସେ ମତେ ମାରିଲେ ମାରିବ ରଖିଲେ ରଖିବ ଚାଲ ପଳେଇବା ତୁ ବଞ୍ଚିବୁ କେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି ତୋରି ପାଇଁ ତଳେ ସହରକୁ ଆସିଛି ତୋ କାମରେ ଯେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି ତୋରି ପାଇଁ ତ ସହରକୁ ଆସିଲି ଯେତେ ଟଙ୍କା ଲାଗିବ ମୁଁ ଦେବି ବାବୁ ଜଣକ କିଏ ଆମ ଗାଁ ବାଲା ଭାଇ ଭାରି ଭଲ ପିଲା ତୋର ଉପକାରୀ ମଣିଷ କିଏ ହେଲେ କଣ ହବ ସହରକୁ ଆସିବାର ଅମଡ଼ା ବାଟରେ ପାଦ ଖସି ଦେଇଛେ ଏ ସାରିଆ ଇଏ ତ ବରନା ସେଇ ଦେଖିଲୁ ବାଲା ଭାଇ ମୋ ରାଜକୁମାର ତତେ ମନକୁ ପାଉଛି କି ନା ଆଉ ପଚାରିବାକୁ ଅଛି ଯୋଡ଼ି ପୁରା ଏକ ନମ୍ବର ଚାଲ ଫେରି ଚାଲ ଏଠି ଅନ୍ୟ ମେଡିକାଲ ଟ୍ରିଟମେଣ୍ଟ କରିବି ବାବୁ ଆମ ପାଇଁ ଦେବଦୂତ ସାଜି ଅଛି ବାବୁ ଜଗନ୍ନାଥଙ୍କର ଅନେକ ଅବଦାନ ଆରେ ଇଏ କ'ଣ କରୁଛ ଏଇଟା ତ ତା ପାଇଁ ମୋର କର୍ତ୍ତବ୍ୟ ଏ ସାରିଆ ଚାଲ ଚାଲ ଫେରି ଚାଲ ये पुलिस से क्यों फंका नहीं चली हो ना आपको आज जमीन धन में एनकाउंटर करने पड़ो ଶେଷ ଥର ପାଇଁ ସାରିଆର ଜୀବନ ବଞ୍ଚାଇବାକୁ ସନ୍ଧ୍ୟାରେ ବାଦ ଦେଲି ସେ ପୋଲିସ ସବ ଇନ୍ସପେକ୍ଟର ତାକୁ ବାଟରେ ପ୍ରତିବନ୍ଧ କରିବାରୁ ତାକୁ ମରଣ କରିଦେଲେ ହେଲେ ସେ ଚୁଲବୁଲପୁରରେ ଗୁଳିଟା ବକ୍ତୃତା କରୁଛି ମୁଁ ଯଦି ମରିଯାଏ ଓ ସାରିଆ କ'ଣ ନା ଯେତେ ଶୀଘ୍ର ହେଲେ ମାଲଟା ତାଙ୍କର ଠିକ୍ ଜାଗାରେ এইটি মুখ শুট করি କରିଦିଅନ୍ତୁ ଶୁଟ୍ ଅଟକେଇ ପାରିବନି ଇନ୍ସପେକ୍ଟର ସାରିଗଲୁ ମତେ କ୍ଷମା କରିଦେବୁ ତତେ କଥା ଦେଇ କଥା ରଖିପାରି ପିଲିଅପା ବାବୁଲା ଭାଇ ଜୀବନର ଶେଷ ସମୟରେ ଟବୁକୁ ବି ଟିକେ ଦେଖିପାରିବି ମୁଁ ମରିଗାଁର ବାଲା ବେହେରା କଳକିରି ବାଟା ମୋର ପରପୁରୁଷ ସହ ଚାଲିଯିବା ପରେ ଆତ୍ମହତ୍ୟା କରିବା ପାଠଟା ମୋର ମରିଗଲା ଆଉ ମୋ ବିଲିଅପା ଆଉ ମୋ ବାବୁଲା ଭାଇ ଏ ବଡ଼ଦାଣ୍ଡର ମତେ ଏକା କରି କୁଆଡ଼େ ହଜିଗଲେ ଆଉ ମିଳିଲେନି ମୋ ହାତରେ ବାବୁଲା तो हाथे बुला अरे तू तो वो सही बुला तू कौन बो बाबुला भाई अरे मुँह तो सही बाबुला भाई भाई
ସେଟା ମୋ ଭାଇ କୋଳରେ ଚାଲିନି ମତେ ଟିକେ ତୋ କୋଳରେ ଶୁଆଇ ଦେ। ହଁ ରେ ମୁଁ ତତେ ନିଶ୍ଚୟ ମୋ କୋଳରେ ଶୁଆଇବି। ଏ ଭାଇ ମୋ ଭିଡ଼ିଓ କଥା କୋଉଠି ଥିବ କେଜାଣି? ମର୍ଡର ପରିବାର ଭୋଗ ହୋଇଥିଲେ ମୋ ଭିଡ଼ିଓ ଫଟା ଏତେ ପାଖରେ ଥାଇବି ମୁଁ ଚିହ୍ନି ପାରିନି। ହେ ଭଗବାନ ଭାଇ ବିନୁ ନାୟକ ସ୍ତ୍ରୀ ସାରିଆକୁ କଥା ଦେଇକି ତା କିଡନୀ ଅପରେସନ ପାଇଁ ଯେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି। ଏ ଭାଇ ତୁ ମୋର କ'ଣ ଶେଷ ଇଚ୍ଛା ଟିକକ ପୂରଣ କରିବୁନୁ? ମୁଁ ନିଶ୍ଚୟ ପାରିବି ରେ। ମୁଁ ତୋର ଶେଷ ଇଚ୍ଛା ନିଶ୍ଚୟ ପୂରଣ କରିବି। ଭାଇ ଆଜି ମା କଥା ବହୁତ ମନେ ପଡୁଛି। ଜୀବନ ଦୀପଟା ଲିଭିବା ପୂର୍ବରୁ ମା କୋଳରେ ଶୋଇବାକୁ ଟିକେ ଚାହୁଁଛି। ତୁ କ'ଣ ମୋ ପାଇଁ ଟିକେ ବାହା ହବୁ? ପୁଅ ପିଲାଟା ପରା ବଡ଼ ଭାଇରୁ ବାପ ସିନା ହେଇଯିବି ହେଲେ ବାହା ହେବି କେମିତି? ଏ ଭାଇ ତୁ ମନା କର ରେ ଭାଇ ତତେ ପାଲାର ନିୟମ ତମେ ଧର ଆସି ତମ ରାଣୀ କି ଦେଖିକି ଯାଅ। ତମ ରାଣୀ କେତେ ଦୁଃଖରେ ଅଛି, କେତେ ଯନ୍ତ୍ରଣାରେ ଅଛି। ସେଇ ଦିନଠାରୁ ତମେ ଯାଇଛ ଯେ ଯାଇଛ, ଏତେ ପଛତମେ ତମେ ଫେରିଲନି। ସେଦିନ ମୁଁ ତମ ଉପରକୁ ହାତ ଉଠେଇ ଦେଇଥିଲି ବୋଲି ତମେ ଅଭିମାନ କରି ମୋ ଉପରେ ଏଠୁ ଚାଲି ଯାଇଛ। ପୁରା ଭୁଲି ଯାଇଥିଲା ରତ୍ନା ଭାଇ, ପୁରା ଭୁଲି ଯାଇଛି। ରାଣୀ କାହିଁକି କେଜାଣି ତୋ କଥା ମୋର ଭାରି ମନେ ପଡ଼ିଲା। ଘରେ ରହିବାକୁ ଇଚ୍ଛା ହେଲାନି। ତୋ ରାଣ ନିୟମର ଲକ୍ଷ୍ମଣ ରେଖାଟାକୁ ନେଇ ମୁଁ ଚାଲି ଆସିଲି। ହେ ରତ୍ନା ଭାଇ, ତମେ ଏଠୁ କାହିଁକି ଆସିଛ? ତମକୁ ଯଦି ଏମାନେ ଏଠୁ ଦେଖିବେ ନା ବହୁତ ମାରିବେ, ତମ ସାଥିରେ ମତେ ବି ମାରିବେ। ରାଣୀ ମୁଁ ସବୁ ସହିବି, ହେଲେ ମାଡ଼ ଗାଳି ସବୁ କିଛି, ହେଲେ ତୋ ଉପରକୁ ହାତ ଉଠେଇ ମାଡ଼ ମାରିବ ସେଇଟା ମୁଁ ଜମା ସହିବିନି। ତମେ ଜାଣିଛ ରତ୍ନା ଭାଇ, ଖାଲି ହେଉଛି ଇଲେକ୍ସନ, ସେମାନେ ସମସ୍ତେ ମୋ ଉପରେ ନଜର ରଖିଛନ୍ତି। ଆଉ ଯଦି ତମକୁ ଏଠି ଦେଖିବେ ନା କ'ଣ ନାଇଁ କ'ଣ କରିବ ସିଏ। ତମେ ଏଠୁ ଚାଲିଯାଅ ରତ୍ନା ଭାଇ, ତମେ ଏଠୁ ଚାଲିଯାଅ। ତତେ ଦେଖିବା ପାଇଁ ମୋର ଟିକେ ମନ ହେଲା, ସେଥିପାଇଁ ମୁଁ ଚାଲି ଆସିଲି। ମତେ କେହି ଦେଖିବା ପୂର୍ବରୁ ମୁଁ ଏଠି ଚାଲି ଯାଉଛି ଲୋ ରାଣୀ। ତମେ ଏଠି ଚାଲିଯାଅ, ଚାଲିଯାଅ। ଆରେ ଚାଲିଯିବୁ କୁଆଡ଼େ? ପ୍ରେମିକାର ଶାଶୁ ଘରକୁ ପ୍ରେମିକାକୁ ଦେଖା କରିବାକୁ ଆସିଛୁ। ଚର୍ଚ୍ଚା ନ ହୋଇ ଚାଲିଯିବୁ? ଦେଖ, ମୁଁ ତମକୁ ହାତ ଯୋଡ଼ି ନେଉଥାଉଛି, ତମେ ତାକୁ ଛାଡ଼ି ଦିଅ। ମୁଁ କଥା ଦେଉଛି ସେ ଆଉ ଏଠୁ କେବେ ବି ଆସିବେନି, କୌଣସି ଦିନ ଏଠାକୁ ଆସିବେନି। ମୁଁ ପାଗଳ ମଦର ଏମିତି ଚାଲି ଚାଲେ ମୋର। ହ୍ୟାଲୋ, ମୋ ପରେ ଚାଲ। ମୁଁ ତ ପ୍ରେମିକାକୁ କିଛି କରିବି ନାହିଁ, ତାକୁ ଶ୍ମଶାନ ମାନେ ବିଦାୟ କରିବି।
ଯାତନା କରି ଚାଲିଲ ନା ସାରେ ପୁରାରେ ଏଣିକି ଗଳା ଗଳି ବୋଳା ଗଳି ଆପଣଙ୍କ ଉପରେ ନିର୍ଭର। ଦେଖ ଏସବୁ କଣ କଣ ତମ ଉଦ୍ଦେଶ୍ୟ ମୁଁ କିଛି ବି ବୁଝିପାରୁନି। ଆମେ ତା ବେକର ଚପଲ ମାଳ ପକାଇ ତା ଗାଲର ଚୁନ କାଳି ବୋଳିବୁ ନାଇଁ ଆଉ ତୁ ତାକୁ ବାଡ଼େଇ ବାଡ଼େଇ ଏ ଘରୁ ବାହାର କରିବୁ ନାଇଁ ମୁଁ ପାରିବିନି ମୁଁ ପାରିବୁନି କରିବେ ତୋ ବୋପା ଯେ ଝିଅ ପାରିବ ତୁ ପାରିବୁନି କଣ ତୁ ପ୍ରେମିକକୁ କୁଣ୍ଢେଇ କନ କନ ହଉଥିଲୁ। ଏବେ ଏ ଝଳିଆ ପିଲା ତୁ ଜାଣିଛୁ ନା ନାଇଁ ଏ ରଜା ଘରର ଝିଅ ତୁ ତାକୁ କେମିତି କୁଣ୍ଢେଇକି କନ କନ ହଉଥିଲୁ କି ବାପା ହେଇକି ମୋର ଟିକେ ଦେଖିଲ। ରାଜା ଘର ପଠ ଦୁଇ ଦୁଗୁଣେ ଆଠ ଏ ରାଜା ଘର ପାଠ ନ ପଢିଲେ ତୋ ବଞ୍ଚିବା ମାରିବା ସମାନ ହେଇଯିବ ଆଉ ତୋ ସହିତ ଏ ଢୋଲିଆ ନାଇଁ ଢୋଲିଆ ଦେଖ ତମ ତାଙ୍କର କିଛି ବି କ୍ଷତି କରନି। ଦେଖ ସେ ସହିବାର ଅଧିକ ସହିଲେଣି କହିବା ପାଇଁ ତାଙ୍କ ପାଖରେ ଆଉ ଶକ୍ତି ନାହିଁ। ତମ ତାଙ୍କର କିଛି ବି କ୍ଷତି କରନି ତମେ ଯାହା କହିବ ମୁଁ ତମର ସବୁ କଥାରେ ରାଜି। ଇଏ ହୋଇନା ବା ଆଲୋ ମା ତୁ ଜାଣିଛୁ ଏ ରଜା ଘର ଉଠୁ କହିଲେ ଉଠିବୁ ବସ କହିଲେ ବସିବୁ ନହେଲେ ରାଜା ଘରର ଘଣ୍ଟର ମାର ଖାଇବିଲୋ ମା। ରାଣୀମା ଆଉ କାହିଁକି ଆସ ତମେ ପରା ହିନ୍ଦୁ ଘରର ନାରୀ ସ୍ୱାମୀର ଆଦେଶ ପାଳନ କରିବା ସ୍ତ୍ରୀର କର୍ତ୍ତବ୍ୟ ଆଉ ଠିଆ ହେଇ ରହିଲ କାହିଁକି ତମ ସ୍ୱାମୀ ଯେତେବେଳେ ଆଦେଶ ଦେଇ ସାରିଲେଣି ଆସ ମତେ ତମେ ବଳି ଚଳେଇ ଦିଅ। ଜାଣି ହ୍ୟାଲୋ ଯା ରାଣୀମା ତମେ କଣ ଭାବୁଛ ମତେ ମତେ ମାର ମାରିଲେ କଷ୍ଟ ହବ? ଆରେ ମତେ ଜମା କଷ୍ଟ ହବନି। ଆରେ ଦୁଃଖ ପରା ମୋ ଭାଗ୍ୟରେ ଲେଖା। ଆସ ରାଣୀ ମତେ ମତେ ମାର ମାର ଭାରି ପ୍ରବଚନ ମାରୁଥିଲୁ ଏବେ ପୁଅର ତ ହେଲୁନି ଏ ବାପର ହେଇଯା ଆଲୋ 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 ଝିଅ ନୁହେଁ କି ବହୁ ତୁ ମୋର ଉପଭୋଗର ପାଟି
আরে শুনো আরে শুন এটি তোরা চিৎকার করিবি আহে কিনা চিৎকার এ মাগুরি মতো উঠা পাশে এই পাহাড় যাই পারিব পুরি মত তু ভালো চাহতু তারে তো জানি যা যা নহে মো রূপ তু দেখিবু আমি নিজକୁ তো কল করে ভাবিছু এঠু মো সম্পত্তি নলে না করছ কোতে মিনিট পেরে কোন যাই পারিবিনি হ্যালো আন্নালা টাকি সম্পত্তি নবু আইলো তু আজি এইটি বড় পাত্রী হইলি আরে পুরো তো মতো আটা অধারা দিলাকে বাহারে খাই বলি আসি ঘর জিনিস তো অইঠা হেলানি নষ্ট হয়ে জীবন ମୋ ଲୋକାଲ ଥାନାର ଆଇଆଇସି ଇନ୍ସପେକ୍ଟର ରତନା ନାୟକ ୟାକୁ କିଏ ମାରିଲା আপু যে মারিছি ମୁଁ ତାକୁ ଜମା ଛାଡ଼ିବିନି ନିଶ୍ଚୟ ଆରେଷ୍ଟ କରିବେ ନିଶ୍ଚୟ ଆରେଷ୍ଟ କରିବେ তুমি ସେ ମାଗୁଣି ବୋଧେ ମାରିଛ ନା ଯୋଉଟା ବହୁତ ଆଗରୁ କରିବାର ଥିଲା ସେଟା ଏବେ କରିଦେଲି ନା ତମେ ତାକୁ ମାରିନ ମୁଁ ତାକୁ ମାରିଛି ଏ ଆଇଆଇସି ରତନ ନାୟକ ମାରିଛି ন ତମେ ଭଲ ମଣିଷ ହବାକୁ ତମେ ଭଲ ମଣିଷ ହେଇଯାଅ ସୁଧୁରି ଯାଅ ଚାଲ ଚାଲ ଯିବା